ओम ओम शनिश्चराय नमः। नमस्कार दर्शक बंधु, आज दैनिक पांजी और राशिफल कार्यक्रम को आपण मानक स्वागत। आज ହେଉଛି 2026 मसीहा मे मास 23 तारिख ज्येष्ठ मास 2 दिन शनिवार। आसंतु सर्वप्रथमे नजर पकाइबा आज सूर्योदय और सूर्यास्त एवं तिथि नक्षत्र। बंधुगण, सूर्योदय सकाळ 5:09, सूर्यास्त संध्या 6:16। तिथि अष्टमी तिथि राति 4:27 पर्यंत। नक्षत्र मेघा नक्षत्र राति 2:09 पर्यंत। चंद्र सिंह चंद्र अहरात्र। शुभ समय अमृत और महेंद्र बेला। अमृत बेला सकाळ 8:40 रु द्विपहर 12:11 मध्य। राति 9:13 रु राति 10:44 मध्य। राति 2:01 रु राति 2:59 मध्य। महेंद्र बेला सकाळ 6:01 पर्यंत। राति 8:59 रु राति 9:51 मध्य। बारण सतर्कता और शुद्धि घातबार। आज वृष सिंह और कन्या राशि घातबार, तेणु एही राशि व्यक्ति माने सेमानंकर गुरुत्वपूर्ण कार्य सतर्क रुहंतु। यात्रा निषेध। आज यात्रा करिवा मना। जोगिनी ईशान्य कोणरे अछंती एवं राति 4:27 पर पूर्व दिग को गमन करिवे। खाद्य बारण। आज अष्टमी तिथि हेतु नड़िया खाइबा निषेध। राहु काल दिन 8:26 रु दिन 10:05 पर्यंत। ଏହି ସମୟରେ ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବନ୍ଧୁଗଣ, ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। 12ଗୋଟି ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶିର ଜାତକମାନେ ସାହସୀ, ଶକ୍ତିଶାଳୀ ଏବଂ ନେତୃତ୍ୱ ନେବାରେ ମାହିର ହୋଇଥାନ୍ତି। ଆଜି ଆପଣଙ୍କର ଆତ୍ମବିଶ୍ୱାସ ସୁଦୃଢ଼ ରହିବ ଏବଂ ଆପଣ ଅଧୁରା କାମଗୁଡ଼ିକୁ ସମ୍ପୂର୍ଣ୍ଣ କାମକୁ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ଓ ନିଷ୍ପତ୍ତି ନେବାର କ୍ଷମତା ଲୋକଙ୍କୁ ପ୍ରଭାବିତ କରିବ। ବନ୍ଧୁଗଣ, ତେବେ ଶନିଙ୍କ ପ୍ରଭାବ ଯୋଗୁଁ ଆପଣଙ୍କୁ ନିଜ କ୍ରୋଧ ଏବଂ ଚଞ୍ଚଳତା ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଆର୍ଥିକ ମାମଲାରେ ଲାଭର ସଂକେତ ମିଳୁଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ। ପରିବାରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ, କିନ୍ତୁ ବ୍ୟବସାୟରେ ନମ୍ରତା ରଖିବା ଜରୁରୀ। ପ୍ରେମ ଜୀବନରେ ଆକର୍ଷଣ ବଜାୟ ରହିବ, ହେଲେ ଅହଙ୍କାର ଯୋଗୁଁ ସାମାନ୍ୟ ଯୁକ୍ତିତର୍କ ହୋଇପାରେ। ବୃଷ ରାଶି। ବୃଷ ରାଶିର ଲୋକମାନେ ଶାନ୍ତ, ଧୈର୍ଯ୍ୟବାନ ଏବଂ ସ୍ଥିର ଚିନ୍ତାଧାରା ବିଶିଷ୍ଟ ହୋଇଥାନ୍ତି। ଆଜି ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ସବୁ ପରିସ୍ଥିତିରେ ସନ୍ତୁଳିତ କରି ରଖିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ ଏବଂ ଧୀରେ ଧୀରେ ସଫଳତା ଆପଣଙ୍କ ସପକ୍ଷରେ ଆସିବ। ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ବିନିଯୋଗରୁ ଲାଭ ମିଳିବାର ସମ୍ଭାବନା ଅଛି। ପରିବାର ସହିତ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ। ପ୍ରେମ ଜୀବନରେ ସ୍ଥିରତା ଓ ବିଶ୍ୱାସ ବଢ଼ିବ। ଆଜି ଆପଣ ନିଜ ସମ୍ପର୍କକୁ ନେଇ ଅଧିକ ଦାୟିତ୍ୱବାନ ଅନୁଭବ କରିବେ। ମିଥୁନ ରାଶି।
ମିଥୁନ ରାଶିର ଜାତକମାନେ ବୁଦ୍ଧିମାନ, ଜିଜ୍ଞାସୁ ଏବଂ କଥାବାର୍ତ୍ତାରେ ପଟୁ ହୋଇଥାନ୍ତି। ଆଜି ଆପଣଙ୍କର କଥାବାର୍ତ୍ତା ଶୈଳୀ ଅନେକ କ୍ଷେତ୍ରରେ ଆପଣଙ୍କୁ ଲାଭ ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଚିନ୍ତାଧାରା ଏବଂ ଯୋଜନାକୁ ପ୍ରଶଂସା କରାଯିବ। ନୂତନ ଲୋକଙ୍କ ସହ ସାକ୍ଷାତ ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ସଂକେତ ଅଛି, କିନ୍ତୁ ବିନା ଚିନ୍ତା ଭାବନାରେ ଖର୍ଚ୍ଚ କରିବାରୁ ବଞ୍ଚିବାକୁ ହେବ। ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ କାଟିଲେ ଆନନ୍ଦ ମିଳିବ। ପ୍ରେମ ଜୀବନରେ ଉତ୍ତମ ଆଲୋଚନା ଓ ବୁଝାମଣା ସମ୍ପର୍କକୁ ମଜବୁତ କରିବ। କର୍କଟ ରାଶି। କର୍କଟ ରାଶିର ଲୋକମାନେ ଭାବପ୍ରବଳ, ସମ୍ବେଦନଶୀଳ ଏବଂ ପରିବାରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଆଜି ଆପଣଙ୍କର ଭାବନା ଗଭୀର ରହିବ ଏବଂ ଆପଣ ଆପଣଙ୍କର ପ୍ରିୟଜନଙ୍କ ସହ ଅଧିକ ନିବିଡ଼ତା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ମାନସିକ ଚାପ ଅନୁଭବ ହୋଇପାରେ, କିନ୍ତୁ ଆପଣଙ୍କ ବୁଦ୍ଧିମତ୍ତା ଆପଣଙ୍କୁ ସଠିକ୍ ଦିଗ ଦେଖାଇବ। ଅର୍ଥାତ୍ ମାମଲାରେ ଖର୍ଚ୍ଚ ବଢ଼ିପାରେ। ବିଶେଷ କରି ଘର ଓ ପରିବାର ସହ ଜଡ଼ିତ କାର୍ଯ୍ୟରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ପ୍ରେମ ଜୀବନରେ ଭାବଗତ ଗଭୀରତା ବଢ଼ିବ, କିନ୍ତୁ ଛୋଟ ଛୋଟ କଥାକୁ ମନରେ ଲଗାଇବାରୁ ଦୂରେଇ ରୁହନ୍ତୁ। ସିଂହ ରାଶି। ସିଂହ ରାଶିର ଜାତକମାନେ ଆତ୍ମବିଶ୍ୱାସୀ, ପ୍ରଭାବଶାଳୀ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଆଜି ଆପଣଙ୍କର ଆତ୍ମବିଶ୍ୱାସ ଲୋକଙ୍କୁ ପ୍ରଭାବିତ କରିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିଚୟ ସୃଷ୍ଟି ହେବ। ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ ଏବଂ ଆପଣ ସେଗୁଡ଼ିକୁ ସଫଳତାର ସହ ପୂରଣ କରିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରେମ ଜୀବନରେ ରୋମାନ୍ସ ଓ ଆକର୍ଷଣ ରହିବ, କିନ୍ତୁ ସାଥୀଙ୍କ ଭାବନାକୁ ବୁଝିବା ମଧ୍ୟ ଜରୁରୀ। କନ୍ୟା ରାଶି। କନ୍ୟା ରାଶିର ଲୋକମାନେ ପରିଶ୍ରମୀ, ଶୃଙ୍ଖଳିତ ଏବଂ ପ୍ରତ୍ୟେକ ଜିନିଷକୁ ସୂକ୍ଷ୍ମ ଭାବେ ପରଖୁଥିବା ବ୍ୟକ୍ତି ହୋଇଥାନ୍ତି। ଆଜି ଆପଣ ନିଜ କାମକୁ ନେଇ ଖୁବ୍ ଗମ୍ଭୀର ରହିବେ ଏବଂ ପ୍ରତ୍ୟେକ ଛୋଟ ଦିଗ ପ୍ରତି ଧ୍ୟାନ ଦେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ, କିନ୍ତୁ ନିଜ ଉପରେ ଅଧିକ ଚାପ ପକାଇବା ଦ୍ୱାରା ମାନସିକ ଚାପ ବଢ଼ିପାରେ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ପରିବାର ସହ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ। ପ୍ରେମ ଜୀବନରେ ଆପଣଙ୍କୁ ନିଜ ଭାବନା ପ୍ରକାଶ କରିବାକୁ ପଡ଼ିବ। ତୁଳା ରାଶି। ବନ୍ଧୁଗଣ, ତୁଳା ରାଶିର ଜାତକମାନେ ସନ୍ତୁଳନ ପ୍ରିୟ, ସାମାଜିକ ଏବଂ ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ହୋଇଥାନ୍ତି। ଆଜି ଆପଣଙ୍କର ଏହି ଗୁଣ ସବୁ ପରିସ୍ଥିତିରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ ମିଳିବ ଏବଂ ଆପଣ ବିବାଦଗୁଡ଼ିକୁ ସହଜରେ ସମାଧାନ କରିପାରିବେ। ଅର୍ଥାତ୍ ସ୍ଥିତିରେ ସୁଧାର ଆସିବ। ପରିବାରର ଏବଂ ସାଙ୍ଗମାନଙ୍କ ସହ ସମୟ କାଟିଲେ ଖୁସି ମିଳିବ। ପ୍ରେମ ଜୀବନରେ ମଧୁରତା ଓ ବୁଝାମଣା ବୃଦ୍ଧି ପାଇବ। ଆଜି ସମ୍ପର୍କରେ ଭାବନାତ୍ମକ ନିବିଡ଼ତା ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ। ବିଛା ରାଶି। ବିଛା ରାଶିର ଲୋକମାନେ ଗଭୀର, ରହସ୍ୟମୟ ଏବଂ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ହୋଇଥାନ୍ତି। ଆଜି ଆପଣ ନିଜ ଲକ୍ଷ୍ୟକୁ ନେଇ
ଅତ୍ୟନ୍ତ ଗମ୍ଭୀର ରହିବେ ଏବଂ ତାହା ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ପରିଶ୍ରମ କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ଆହ୍ୱାନ ଆସିପାରେ, କିନ୍ତୁ ଆପଣଙ୍କର ଦୃଢ଼ତା ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ। ବନ୍ଧୁଗଣ, ଆର୍ଥିକ ମାମଲାରେ ବିପଦ ନେବାରୁ ଦୂରେଇ ରହିବା ଉଚିତ। ପରିବାରରେ ସାମାନ୍ୟ ଭାବନାତ୍ମକ ଚାପ ଅନୁଭବ ହୋଇପାରେ। ବନ୍ଧୁଗଣ, ପ୍ରେମ ଜୀବନରେ ଭାବନା ଗଭୀର ରହିବ, କିନ୍ତୁ ସନ୍ଦେହ ଏବଂ କ୍ରୋଧରୁ ଦୂରେଇ ରହିବା ଜରୁରୀ। ବନ୍ଧୁଗଣ, ଧନୁରାଶି। ଧନୁରାଶିର ଜାତକମାନେ ଆଶାବାଦୀ, ସ୍ୱାଧୀନଚେତା ଏବଂ ଜ୍ଞାନ ଅନ୍ୱେଷଣକାରୀ ହୋଇଥାନ୍ତି। ଆଜି ଆପଣଙ୍କର ସକାରାତ୍ମକ ମନୋଭାବ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ ଏବଂ ଆପଣ କିଛି ନୂଆ ଶିଖିବା ପାଇଁ ଉତ୍ସାହିତ ରହିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସହିତ ସମୟ ବିତାଇଲେ ଆନନ୍ଦ ମିଳିବ। ପ୍ରେମ ଜୀବନରେ ସ୍ୱାଧୀନତା ଏବଂ ବୁଝାମଣା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ବନ୍ଧୁଗଣ, ମକର ରାଶି। ମକର ରାଶିର ଲୋକମାନେ ଶୃଙ୍ଖଳିତ, ପରିଶ୍ରମୀ ଏବଂ ଲକ୍ଷ୍ୟ କେନ୍ଦ୍ରିତ ହୋଇଥାନ୍ତି। ଆଜି ଆପଣ ନିଜ କାମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିବେ। ବନ୍ଧୁଗଣ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଦାୟିତ୍ୱବୋଧ ଏବଂ ପରିଶ୍ରମର ଉଚ୍ଚ ପ୍ରଶଂସା ହେବ। ଆର୍ଥିକ ସ୍ଥିତି ସ୍ଥିର ରହିବ ଏବଂ ଆପଣ ଦୀର୍ଘକାଳୀନ ବିନିଯୋଗ ବିଷୟରେ ଚିନ୍ତା କରିପାରନ୍ତି। ପରିବାର ସହିତ ଆପଣଙ୍କର ସମ୍ପର୍କ ଅଧିକ ମଜବୁତ ହେବ। ବନ୍ଧୁଗଣ, ପ୍ରେମ ଜୀବନ ସାଧାରଣ ରହିବ, କିନ୍ତୁ ସମ୍ପର୍କକୁ ସମୟ ଦେବା ଜରୁରୀ। କୁମ୍ଭ ରାଶି। କୁମ୍ଭ ରାଶିର ଜାତକମାନେ ସୃଜନଶୀଳ, ସ୍ୱାଧୀନ ଚିନ୍ତାଧାରା ବିଶିଷ୍ଟ ଏବଂ ନୂତନ ଚିନ୍ତାଧାରାକୁ ଆପଣେଇବାରେ ଆଗୁଆ ହୋଇଥାନ୍ତି। ଆଜି ଆପଣଙ୍କର ନୂତନ ବିଚାର ଆପଣଙ୍କୁ ଏକ ନୂତନ ସ୍ୱତନ୍ତ୍ର ପରିଚୟ ଦେବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବାର ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ସୁଧାର ଆସିବ। ପରିବାର ସହ ସମୟ ବିତାଇବା ଦ୍ୱାରା ମାନସିକ ସନ୍ତୁଳନ ମିଳିବ। ପ୍ରେମ ଜୀବନରେ ସାଥୀଙ୍କ ଭାବନାକୁ ବୁଝିବା ଏବଂ ଖୋଲାଖୋଲି କଥାବାର୍ତ୍ତା କରିବାର ଆବଶ୍ୟକତା ରହିଛି। ବନ୍ଧୁଗଣ, ମୀନ ରାଶି। ମୀନ ରାଶିର ଲୋକମାନେ ଭାବୁକ, କାଳ୍ପନିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିର ହୋଇଥାନ୍ତି। ଆଜି ଆପଣ ନିଜ ଭିତର ଭାବନାକୁ ଅଧିକ ଅନୁଭବ କରିବେ ଏବଂ ଆତ୍ମଚିନ୍ତନ ଆଡ଼କୁ ଢଳିବେ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ପ୍ରଗତି ହେବ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ। ବନ୍ଧୁଗଣ, ପରିବାର ଆପଣଙ୍କ ପାଇଁ ଏକ ଭାବନାତ୍ମକ ସାହାରା ପାଲଟିବ। ପ୍ରେମ ଜୀବନରେ ଗଭୀରତା ଓ ବୁଝାମଣା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ପାଇଁ ଧ୍ୟାନ ଏବଂ ଯୋଗ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ବନ୍ଧୁଗଣ, 23 ମେ 2024 ଦିନଟି ଧୈର୍ଯ୍ୟ, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନ ରକ୍ଷା କରିବାର ସଂକେତ ଦେଉଛି। ପ୍ରତ୍ୟେକ ରାଶି ପାଇଁ ଏହି ଦିନଟି ପରିଶ୍ରମ, ସମ୍ପର୍କ ଏବଂ ଆତ୍ମବିଶ୍ୱାସ ମାଧ୍ୟମରେ ଜୀବନରେ ଆଗକୁ ବଢ଼ିବାର ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆଜିର ଦୈନିକ ପାଞ୍ଜି ଏବଂ ରାଶିଫଳ। ଆପଣଙ୍କ ଦିନଟି ଶୁଭ ଏବଂ ମଙ୍ଗଳମୟ ହେଉ, ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ବନ୍ଧୁଗଣ,
ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଧନ୍ୟବାଦ।